ବୟସ୍କଙ୍କ ଭତ୍ତା 2500 ଟଙ୍କାକୁ ବୃଦ୍ଧି। ହେଲୋ ଫ୍ରେଣ୍ଡ ନମସ୍କାର, ଶୁଭ ସନ୍ଧ୍ୟା। ଆପଣ ଦେଖୁଛନ୍ତି ଓଡ଼ିଆ ଦେଶୀ ବାଜି 15 ଜାନୁଆରୀ ଚାଲନ୍ତୁ ଜାଣିନେବା ଆଜି ଟପ୍ ନ୍ୟୁଜ୍। ଏଣିକି ବୟସ୍କଙ୍କୁ ମିଳିବ 2500 ଟଙ୍କା ଭତ୍ତା। ବର୍ଦ୍ଧିତ ପେନ୍ସନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଶୁଭାରମ୍ଭ କରିଛନ୍ତି ମୋହନ ମାଝୀ। 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଏବଂ ଭିନ୍ନକ୍ଷମଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା। କାର୍ଯ୍ୟକ୍ରମରେ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଏବଂ ଭିନ୍ନକ୍ଷମଙ୍କୁ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ଏହାପରେ ବଡ଼ବିଲ ମହୋତ୍ସବର ସିଲଭର ଜୁବଲି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। 4,15,000ରୁ ଅଧିକ ହିତାଧିକାରୀ ଲାଭବାନ ହେବେ ବୋଲି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 80 ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ 80 ବର୍ଷ କିମ୍ବା ତାଠାରୁ ଅଧିକ ବିକଳାଙ୍ଗ ଥିବା ଦିବ୍ୟାଙ୍ଗ ଏହାଦ୍ୱାରା ଉପକୃତ ହେବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।